ହଉ आज्ञा सर प्रणाम। प्रणाम सर। प्रणाम सर। ଆମେ प्रणाम सर। ବୋଧେ ପିଲେ କାଲି ଦେଖିଥିଲେ କୋଉ ଯାଏ 49 ଯାଏ ଦେଖା ହେଇଥିଲା। ଏ ଶ୍ଲୋକ ବୋଧେ ସରି ଯାଇଥିଲା ପିଲେ ଆରାଧୀନମ୍ ସରବଣ ଭବମ୍ ଦେବ ମୂଲ୍ଲଂଘିତାଧ୍ୱା। ସରି ଯାଇ ସାର୍ 50 ରୁ ଷ୍ଟାର୍ଟ। ହଁ ଚାଲ ଠିକ ଅଛି ତାହେଲେ ପିଲେ ଗୋଟେ ନଦୀ ଥିଲା ଯୋଉ ନଦୀର ନାଁ ପିଲେ କୋଉ ନଦୀ ଥିଲା ଚରମଣାବତୀ ନଦୀ ନା ନାଇଁ ଆଉ ଯୋଉ ନଦୀ ହଉଛି ପିଲେ କାହାର କୀର୍ତ୍ତି ରନ୍ତି ରନ୍ତି ଦେବଙ୍କର। ଦେବ। ରନ୍ତି ଦେବସ୍ୟ କୀର୍ତ୍ତି ନା ନାଇଁ ଚାଲ ତାପରେ ବର୍ତ୍ତମାନ ପିଲେ କଣ କହୁଛନ୍ତି कि पिले त्वय्या दातुम जलम अवनते सारंगिणो वर्ण चौरे तस्याः सिन्धोः पृथुमपि तनुम दूरभावात प्रवाहम प्रेक्षिष्यन्ते गगनगतयो नूनमावर्ज्य दृष्टिः एकम मुक्ता गुणमिव भुवः स्थूल मध्येन्द्र नीलम ହେଲା ତ ବର୍ତ୍ତମାନ କହୁଛନ୍ତି ପିଲେ କି ଦେଖ ହେଲା କୁଆଡେ ଗଲା ପିଲେ ତ ଏଇଠୁ ପିଲା ଆରମ୍ଭ କରିବା ପିଲେ ପ୍ରେକ୍ଷିଷ୍ୟନ୍ତେ ଇଏ ହଉଛି ପିଲେ କ୍ରିୟାପଦ ପ୍ରେକ୍ଷିଷ୍ୟନ୍ତେ ମାନେ ପିଲେ କଣ ଦେଖିବେ ଆରେ ପିଲେ ପ୍ରେକ୍ଷିଷ୍ୟନ୍ତେ ମାନେ ଦେଖିବେ ହଉଛି ଦେଖିବେ ଆଚ୍ଛା କୋଉ ମାନେ ଦେଖିବେ ତ କର୍ତ୍ତା କିଏ ସେ यार ନା କହୁଛି ପିଲେ ଗଗନ ଗତୟଃ ଇଏ ହଉଛି ପିଲେ କର୍ତ୍ତା ତାହେଲେ ଗଗନ ଗତୟଃ ପିଲେ କଣ ହେଇଯିବ କର୍ତ୍ତରୀ ପ୍ରଥମ प्रथम। ତାହେଲେ ପିଲେ ଗଗନ ଗତୟଃ ପିଲେ ଗଗନ ଗତୟଃ କେ ଆରେ ଆକାଶରେ ଯୋଉମାନେ ଗତି କରୁଥିବେ ପିଲେ ଓ ଦେବତାହା ଦେବାହା ଠିକ ଅଛି ଏଇମାନେ ପିଲେ ଗଗନଗତୟଃ ଯୋଉମାନେ ଆକାଶରେ ଅଛନ୍ତି ସେମାନେ ନା ଦେଖିବେ ପିଲେ ଠିକ ଅଛି ଆରେ ସେମାନେ ପିଲେ ଦେଖିବେ କେମିତି ଦେଖିବେ ନା କହୁଛି ନୂନମ୍ ନିଶ୍ଚିତ ଭାବରେ ଦେଖିବେ କଣ କରିକି ଦେଖିବେ ନା ଦୃଷ୍ଟି ହିଁ ଆବର୍ଜ୍ୟ ପିଲେ ଆବର୍ଜ୍ୟ ହଉଛି ପିଲେ ଏଠି ଲ୍ୟପ୍ ପ୍ରତ୍ୟନ୍ତ ପଦ ପିଲେ ଠିକ ଅଛି ଆ ଉପସର୍ଗ ଧାତୁ ହଉଛି ପିଲେ ବର୍ଜ ଧାତୁରୁ କୋଉ ପ୍ରତ୍ୟୟ ଲେପ ଲ୍ୟପ ପ୍ରତ୍ୟୟ ପିଲେ ତାହେଲେ କହୁଛନ୍ତି ସେମାନେ ନା ନିଜର ଦୃଷ୍ଟି ହିଁ ମାନେ ଦୃଷ୍ଟିକୁ ପିଲେ ଆବର୍ଜ୍ୟ ମାନେ ଏକାଠି କରିକିରି ନିଜ ଦୃଷ୍ଟିକୁ ଆଉ ଅନ୍ୟ କୁଆଡେ ନ ପକେଇକିରି କେବଳ ତୁମ ଉପରେ ପକେଇକିରି ତୁମକୁ ଦେଖିବେ ତାହେଲେ ଏଠି ଦୃଷ୍ଟି ହିଁ ପିଲେ ଦ୍ୱିତୀୟ ବିଭକ୍ତିରେ ଅଛି ତୁମେ ପିଲା ଆଉ କିଛି ଭାବିବନି ଦୃଷ୍ଟି ହିଁ ପିଲେ ଦ୍ୱିତୀୟ ବିଭକ୍ତି ବହୁ ବଚନରେ ଅଛି ମାନେ ଯେମିତି ପିଲା ମତି ଶବ୍ଦ ଅଛି ମତି ଶବ୍ଦର ପିଲା ଦ୍ୱିତୀୟ ବିଭକ୍ତି ବହୁ ବଚନ କଣ ହେଇଥାଏ ମତି ମାନେ ମତି ହିଁ ହେଇଥାଏ ପିଲେ ଦୀର୍ଘଇକାର ହେଇଥାଏ ତ ସେମିତି ଦୃଷ୍ଟି ଶବ୍ଦର ପିଲେ ଠିକ ଅଛି ଦ୍ୱିତୀୟ ବିଭକ୍ତି ବହୁ ବଚନ ପିଲେ ଦୃଷ୍ଟି ହିଁ ତ ନିଜର ଦୃଷ୍ଟି ଗୁଡିକୁ ସେମାନେ ଆବର୍ଜ୍ୟ ମାନେ ଏକତ୍ରିତ କରିକିରି ତୁମକୁ ନିଶ୍ଚିତ ଭାବରେ ଦେଖିବେ ତାହେଲେ ଦୃଷ୍ଟି ହିଁ ମଧ୍ୟ ପିଲେ ଦ୍ୱିତୀୟ ବିଭକ୍ତିରେ ଅଛି ଦ୍ୱିତୀୟ ବିଭକ୍ତି ଅଛି ମାନେ କଣ ହେଇଯିବ ପିଲେ କର୍ମଣି ଦ୍ୱିତୀୟ ଦ୍ୱିତୀୟା कर्मणि द्वितीया। ତାହେଲେ କହୁଛନ୍ତି କି ପିଲା ଆକାଶରେ ଯୋଉମାନେ ଗତି କରୁଛନ୍ତି ବା ଆକାଶରେ ଯୋଉମାନେ ଅଛନ୍ତି ଦେବତା ମାନେ ନା ନାଇଁ ଗନ୍ଧର୍ବ କିନ୍ନର ଏମାନେ ସମସ୍ତେ ତ ଏମାନେ ନିଜର ଦୃଷ୍ଟିକୁ ପିଲେ ଆବର୍ଜ୍ୟ ମାନେ ଏକତ୍ରିତ କରିକିରି ତୁମକୁ ଦେଖିବେ ଠିକ ଅଛି ଆଚ୍ଛା କେତେବେଳେ ଦେଖିବେ ସେ କହୁଛି ଆଚ୍ଛା ତୁମକୁ ଦେଖିଲେ ତାଙ୍କୁ କେମିତି ଲାଗିବ ତାଙ୍କୁ ତୁମେ ଏପରି ଦେଖାଯିବ ସତେ ଯେମିତି ଭୁବଃ ଭୁବଃ ମାନେ ପିଲେ କଣ ପୃଥିବ୍ୟାଃ ପୃଥିବୀର ପୃଥିବୀ ଠିକ ଅଛି ପୃଥିବୀର ପିଲେ ତାହେଲେ ଷଷ୍ଠୀ ଅଛି ପିଲେ ତାହେଲେ ଶେଷେ ଷଷ୍ଠୀ ପିଲେ ହେଲା କହୁଛି ପୃଥିବୀର ପିଲେ ମୁକ୍ତା ଗୁଣମ ଇବ ପିଲେ ମୁକ୍ତା ଗୁଣମ କହିଲେ କଣ ଠିକ ଅଛି ନାଇଁ ଛାଡ ପିଲେ ମୁକ୍ତା ଗୁଣମ କରନି ଏବେ ତ ପୃଥିବୀର ଏକମ୍ ସ୍ଥୂଳ ମଧ୍ୟେନ୍ଦ୍ର ନୀଳମ୍ ମୁକ୍ତା ଗୁଣମ ଇବ କହୁଛି ପୃଥିବୀର ପିଲେ ଗୋଟିଏ ପିଲେ ସ୍ଥୂଳ କହିଲେ ବଡ ମଧ୍ୟ କହିଲେ ମଧ୍ୟ ଭାଗରେ ଇନ୍ଦ୍ର ନୀଳର ମାନେ ହଉଛି ପିଲେ ଇନ୍ଦ୍ର ନୀଳ ମଣି ଇନ୍ଦ୍ର ନୀଳ ମଣିର ପିଲେ କୋଉ ବର୍ଣ୍ଣ ପିଲେ ଜାଣିଛ କୋଉ ବର୍ଣ୍ଣ ଇନ୍ଦ୍ର ନୀଳ ମଣି ପିଲେ ଆରେ କୃଷ୍ଣ ପିଲେ ବର୍ଣ୍ଣ କୃଷ୍ଣ ବର୍ଣ୍ଣ ପିଲେ କାହିଁକି ନା ଇନ୍ଦ୍ର ନୀଳ ପିଲେ ଗୋଟେ ପ୍ରକାର ହୀରା ପିଲା ଆଉ ହୀରା ସାଧାରଣତଃ ପିଲେ କୃଷ୍ଣ ବର୍ଣ୍ଣ ହିଁ ହେଇଥାଏ ତାହେଲେ ଇନ୍ଦ୍ର ନୀଳମ ତ ଇନ୍ଦ୍ର ନୀଳ ମଣି ପିଲେ କୃଷ୍ଣ ବର୍ଣ୍ଣର ହେଇଥାଏ ହଁ ତାହେଲେ ସେ କହୁଛି କି ପୃଥିବୀ ସତେ ଯେମିତି ଯଦି ପୃଥିବୀ ଗୋଟେ ନାୟିକା ହୁଏ
तो पृथ्वीर बेकर पिले गोटे नेकलेस लगी जो नेकलेस पिले मझी भागरे गोटे बहुत बड़ इंद्रनील मणि थिला परिका तांकू देखा जीव आ से पुणी मणि पिले केमितिका ना पिले मुक्ता गुणम गुण कहले सूता तो जार जो चेन टा पिले चेन माने कहीं ना गोटे लकेट थाए पिले तले वली थाए आ बाकी सेटा चेन रे लागि थाए पिले तो से चेन टा पिले कौन ना मुक्ता मुक्ता कहले पिले मुक्तार वर्ण कौन धड़ा वर्ण पिले अरे मुक्तार पिले धड़ा वर्ण ना ताले से कहूचे कि मुक्ता गुणम तो जहार पिले गुण माने सूता पिले होचे मुक्तार किंतु मझिरे जो पिले लागि स्टोन टा सेटा पिले को स्टोन इंद्रनील मणि तो देख पिले वर्तमान परिस्थिति देख तो एक्चुअली पिले आमर जो सिंधु नदी पिले से जो चर्मणवती नदी तो सी तार बही बही चलची पिले ठीक अच्छे आ जार पानी होची पिले पूरा व्हाइट कलर जार जल होची पिले पूरा पूरी व्हाइट वर्णर जेतेबेले मेघ पिले ता भितर को आसीबो पिले पानी पीबा पाई तो मेघर पिले वर्ण कौन कृष्ण वर्ण कृष्ण वर्ण आ बाकी दीपर साइड रे ता तो पिले धड़ा धड़ा पानी पिले सेमान तो भासुचंती तो सही कथा कहउछन तो जो लोक माने आकाश रे अछंती जदे सेमान तळ को चाहिबे तो तांकू लागियो सते जेमती ये होची पृथ्वी रे गोटे इंद्रनील मणि आ जहार दुई पर साइड रे जो लागि चेन पिले बा जो सूता सेडा पिले कहार सूता मुक्तार सूता ठीक अच्छे तो यही सब दृश्य पिले केते बेले हबो ना से कहूची कि पिले तोई आदा तुम जलम अवनते सारंगीणो वर्ण चौरे तो जेते बेले पिले जलम माने जल पिले आदा तुम माने ग्रहण करिबा पई जेते बेले जल ग्रहण करिबा पई तोई अवनते जेते बेले तुमे तळ को आसीबो जेते बेले पानी तमे सिंधु नदी रु नबा पई जेते बेले तळ को खसिबो सेते बेले ए भलिया दृश्य पिले देखा जीवो बुझिला ताले से कोन कहले पिले कि जलम आदा तुम रे पिले आ उपसर्ग धातु होचे पिले को धातु दा धातु रु मन प्रत्यय ताले पिले जलम आदा तुम तोई अवनते तो जल ग्रहण करिबा पई तुमे जेते बेले तळ को नइबो सेते बेले आ तुमे पुनी केमितिका ना सारंगीण वर्ण चौरे पिले सारंगीण सारंगीन पिले कैसे भगवान विष्णु पिले अरे सारंगीन पिले क्या को कहा जानते विष्णु को कहा जाए पिले आउ एठी सारंगीण पिले षष्ठी विभक्ति रे अछि तो सेति पई सारंगीण टा मध्य पिले शेषे षष्ठी तो से कहूची कि हे मेघ तुमे देखिया पई केमिति ना सारंगीण वर्ण चौरे सते जेमती भगवान विष्णुकर कलर को चोरी करी आनिछ हाँ तो विष्णुकर वर्ण पिले कौन शरीर वर्ण कृष्ण वर्ण हाँ तो तुम्हें भी से कृष्ण वर्णर तो भगवान विष्णुकर वर्ण को चोरी करिके आनिथिबा तो तुमे जेते बेले जल ग्रहण करिबा पई तळ को नइब तो सेते बेले तस्याह सिंधो हो तो सेही नदीर जो चर्मणवती नदीर पृथुम अपि तनुम तो तार जो शरीर अवश्य पृथु अटे पृथु माने बहुत विस्तृत अटे सिंधु नदी वा से जो चर्मणवती नदी पिले ताहा छोटिया नदी नुआ तो तार शरीर पिले बहुत विस्तृत किंतु दूर भावात प्रवाहम कि जो माने आकाश रे अछंती तांको पई तो बहुत दूर ना पिले तो तांको कोना पिले पृथु देखा जीवो तांको से गोटे सूता परिका देखा जीवो सते जेमती गोटे धड़ा सूता दीपटे दीटा अछि आ मझिरे ये गोटे पिले कृष्ण वर्णर किए अछि तो तांको आउ पिले से चरमणवती नदीर पृथु शरीर देखा जीवो नाही तो सेथिपई से कहउचंती तस्याह तो सेही सिंधु माने नदीर पृथुम अपि तनुम तो एते विशाल शरीर को दूर भावात पिले दूर रु देखुथिबा कारणरू तो तार जो प्रवाहम तो सिंधु नदीर प्रवाह को पिले केमिति लागिबो ना सते एमिति लागिबो जेमति कि मुक्ता गुणम पिले मुक्तार दीपटे दीटा सूता लागिछि आ स्थूल मध्येंद्र नीलम आ मझी भागरे पिले जहार पिले कोन लागिछि इंद्रनील मणि पिले लागिछि हाँ तो सही टाइप रो लागिबो पिले पृथिव्याः कार भुवः बुझि पाइला पिले ना बुझि पाइलानी ताले पिले एठी देखो एठी पिले तोई जलम अवन सॉरी तोई अवनते आ पिले वर्ण चौरे तीनटा जाक पिले हे जिवो हमर कोन भावे सप्तमी कोन हे जिवो पिले भावे सप्तमी ठीक अछि तो तोई
अवनते आउ पिले वर्ण चौरे आउ आदा तुम तो जानी कि पिले तुमुनु प्रत्यांत माने अव्यय पद आउ जलम टा पिले हिजिबा कोन कर्मणि द्वितीया द्वितीया हला सारंगिण तो कहिले पिले आउ तस्याः सिंधोः दीर्घ जाक मध्य पिले शेषे षष्ठी षष्ठी आउ पिले पृथुम तनुम प्रवाहम एगुडाक सब मध्य पिले कर्मणि द्वितीया द्वितीया आउ दूर भावात होछि पिले हेतु पंचमी पंचम हैला आउ पिले एकम मुक्ता गुणम स्थूल मध्येंद्र नीलम ए तीनटा जाक पद मध्य पिले कर्मणि द्वितीया हैला तले श्लोक रे पिले मोटा मोटी अर्थ म आउथरे कहि दउची कोची हे मेघ तुमरा जो शरीर वर्ण को देखिले लागे सते जेमति तुमे विष्णुकर वर्ण को चोरी करिके आनिछ त से भलिया तुमे जेते बेले जल ग्रहण करिबा पई तळकु नइब सेते बेले ए जो चर्मणवती नदीर तनु बा शरीर विशालकाय हेले मध्य जेहेतु अनेक दूर रे थाइकिरी देखुचंती सेति पई जो सिंधुर पिले प्रवाहटा बा जो जल प्रवाहटा केमिति देखा जिवो बा जल प्रवाह को आकाश रे रहउतबा देवजोनी माने तांकु देखिबे निजर दृष्टि को पिले आवर्ज्य दृष्टि को सबु आडू छड़े आनी केवल सेठी ध्यान केंद्रित करिके जेते बेले देखिबे तो तांकु लागिबो सते जेमति पृथ्वीर ये होची गोटे मुक्तार सूता हैला आ जो सूतार पिले मझी भागरे गोटे विराट बड़ कोन लागिछि पिले इंद्रनील मणि लागिछि तो तांकु ठीक से भलिया देखा जिवो बुझ पाइला पिले हैला तार प्रेक्षित्यंतरे को प्रत्यय हबो व्यक्ति संदेश क्रियापद तार किछि प्रत्यय नाही ठीक अछि लूट लकार रहिछि हैला ठीक अछि पले आगु जिबा देख तापर सेतर को पिले से जो चर्मणवती नदी की पार कला परे पुणी जाकी मेघ पिले कोठी पहुंचीबो न ताम उत्तिरिज्य ब्रज परिचित भ्रूलता विभ्रमाणाम पक्ष्मोत क्षेपा दुपरि विलसत कृष्ण सार प्रभाणाम कुंदक्षेपा नुगमधुकर श्रीमुषम आत्मबिंबम पात्री कुरुवन दशपुर वधु नेत्र कौतूहलानाम ये श्लोक एकदम प्ले बेकार श्लोक एथरे किछि माने इंपोर्टेंट है किछि नाही प्ले एथरे ठीक है श्लोक बहुत प्रक्षिप्त श्लोक तथापि खाली नॉर्मल टिके खाली अर्थ बुझी दियो पिले हैला तापर माने आगु पिले जिबा देखो एथरे क्रियापद होउची पिले ब्रज ठीक अछि तो या ये श्लोक रे किछ न लिखले भी चलिबो पिले खाली अर्थ बुझी देथाव पिले ब्रज होउची पिले क्रियापद ब्रज माने कोन तो जाओ पिले ठीक अछि तो हे मेघ तुमे जाओ ब्रज तुमे जाओ अच्छा केते बेले जीव ना ताम उत्तरीजिय ताम माने से जो चर्मणवती नदी को पार कला परे उत्तरीजिय रे पिले उत उपसर्ग धातु होची पिले को धातु त्रु धातुरु ल्यप प्रत्यय दाल पिले तो से जो चर्मणवती नदी अछि ताकू पार कला परे तुमे जीव ठीक अछि तो तुमे आगु आगु जीव आ से कहूची गला समय कौन करिव ना से कहूची कि पिले दश पुर बधु नेत्र कौतूहला नाम पात्री कुरुबन से कहूची तुमे जेते बेले जाउथिबो सेते बेले जो दशपुरर जो स्त्री माने अछंती दशपुर कले दशपुर आ बधु माने स्त्री नेत्र माने तांकर आखी कौतूहल कहले चाहाणी तारे से कहूची दशपुरर जो स्त्री लोक माने अछंती तांको आखीर जो चाहाणी तो सेई चाहाणी रे पात्री कुरुबन निजको पात्र करेब माने पात्र करेबार माने कोन कि तुमको सेमाने तांको चाहाणी रे देखिबे तो से कहूची आत्मबिंबम तो निजर शरीर को तुमे दशपुरर स्त्री मानकर आखिर चाहाणीर पात्र करेब माने गला बेले तांको आखिर थरे पड़ी कि जीव जेमति सेमाने तुमको थरे देखिबे से भली भाबरे तुमे जीव बस एतिक तो कथा आ कोन अछि पिले आ बाकी से जो दशपुरर स्त्री माने थिले तांको आखिर पिले चाहाणी केमितिका बाकी सबु जाक होछि पिले यार ही विशेषण पद प्रथमे पिले परिचित भ्रूलता विभ्रमाणाम जहा आखिर चाहाणी पिले परिचित अटे कहा सहित ना भ्रूलतार विभ्रम सहित कटाक्ष चाहाणी सहित जहार नेत्र बहुत भल भाबरे जानिछ कि कटाक्ष चाहाणी केमिति करा जाय तो से भलिया चाहाणी आउ कोन ना पक्ष्मोत क्षेपात तो पिले पक्ष्म उत्क्षेपात पक्ष्म कहले आखिर पलक तो आखिर पलक को ऊपर को टेकी दउथवा कारणरू तो उपरी बिलसत कृष्ण सार प्रभाणम तो आखिर
जो पत्ता जो आखिर जो पलक जो विभिन्न कलर देखा जाउथबो से पिले आखिर देखी तो हिरोइन माने मध्य पिले ये जो आखिर जो पत्ता थाए ताकू सुंदर करिया पे विभिन्न प्रकार सब कलर मध्य लगेई थांती आईब्रो रे हाँ तो एमाने जो दशपुर बधू माने थिले एमाने भी आखिरे पिले विभिन्न प्रकार कलर सब लगौथिले सेति कहले कि जेतेबेले माने पक्षमत क्षेपात निजर आईब्रो को पिले ऊपर को टेकिबे सेतेबेले बिलसत शोभा पाइब कृष्ण सार प्रभाणम तो विभिन्न प्रकार कलर पिले ठीक है से भलिया चाहानी आउ पिले कुंद क्षेपा नुग मधुकर श्री मुसाम तो पिले कुंद कहले कुंद फूल क्षेप कहले कुंद फूल को छुईबा फल रे अनुगम कहले अनुगमन करुवा मधुकर कहले पिले कौन मधुकर शब्द अर्थ पिले आउ श्री कहले आउ श्री माने शोभा आउ मुसाम माने चोरी करुवा ताले कहूची जहार आखिर चाहानी पिले कुंद क्षेप को अनुसरण करुवा बा कुंद फूल को अनुसरण करुवा भंवर शोभा परिका अटे ना नहीं तो भंवर भलिया विशाल नेत्र तो सही नेत्र रे तुमे तुम निजकू पात्र करेइब बा तांको आखिरे पड़िकिरि जीव से मान जेमति तुमको चाहिबे बस एती कथा किछि कथा एतरे नै पिले एला खाली नॉर्मल मन रखियो ताम होची पिले कर्मणि द्वितीया ठीक अछि परिचित भ्रूलता विभ्रमाणाम बिलसत कृष्ण एला उपरि बिलसत कृष्ण सार प्रभाणाम कुंदक्षेपा नुगमधुकर श्री मुसाम दशपुर वधु नेत्र कौतूहला नाम ए सब जा कहूची पिले शेषे षष्ठी आउ पिले पक्षमत क्षेपा जो अछि ये होची पिले हेतु पंचमी हैला आत्मबिंबम होची पिले कर्मणि द्वितीया बस एतिकी पिले हैला आ पात्री कुर्बन होची पिले कर्तरी प्रथमा ठीक अछि तो एथरा किछि पिले बुझा जिंस नाही बाकी एति खाली कहियार कथा कि तुमे गला बेले दशपुर गोटे जगह पड़िबो सेठी जो स्त्री मान अछंदी तांको आखिरे तुमे तुम निजको पात्र करेइबो जेमति समान तांको आखिरे तुमको देखिबे ठीक अछि पिले तापरे पिले दशपुर पार कला परे नेक्स्ट पिले कोन पड़िबो ना कहउचंदी ब्रह्मावर्तम जनपद मथ छायया गाहमान क्षेत्रम क्षेत्र प्रधन पिसुनम कौरवम तद भजेथः राजन्यानम सितसर सतेर यत्र गांडीव धन्वा धारापाते स्तमिव कमला नभ्य वर्षन मुखानि देखो ये होची पिले गोटे इंपोर्टेंट श्लोक पिले तो कहउची पिले अथ अथ माने पिले कोन एहा परे हेला पिले अथ एहा परे तो एहा परे कहूची गोटे जनपद आसीबो जो जनपद रा ना होची पिले को जनपद ब्रह्मावर्त हैला तो ब्रह्मावर्त नामक एक जनपद आसीबो तले कहूची अथ माने एहा परे ब्रह्मावर्त नामक जनपद को छायया तो निज छाई रे गाहमान तो निज छाई रे भरी दब ठीक अछि निज छाया रे जमदी कोन कर दब ब्रह्मावर्त को आच्छादित कर दब बुझला प्ले छाया कोन करछि पिले अनुक्त करते तृतीया करछि ना कर्ण तृतीया करछि अरे देखा बहिरे पिले कर्ण तृतीया करछि ना पिले छाया प्रकृत्या दिव्य जोगे तृतीया करिछि प्रकृति आदि बेर तृतीया करछि ना सेमता हबन ब्रज सुंदर मित्र बहिरे देइछ कर्ण तृतीया हां कर्ण तृतीया पिला हबो हां प्रकृति आदि दिव्य पिला हबनी कर्ण तृतीया देखो अब पिले गाह मानने पिले धातु होछि पिले गाह धातु प्रत्यय होछि पिले सानच प्रत्यय पिले तले कहूची कि अर्थ माने एहा परे एक जनपद पड़िबो जार ना होछि पिले ब्रह्मावर्त जनपद तो ब्रह्मावर्त जनपद को निज छाई रे तुमे गाह मान तुमे आच्छादित कर दबो ताले पिले ब्रह्मावर्तम जनपदम दीटा जाक पद होछि पिले कर्मणि द्वितीया हैला छाया पिले हे गला कर्तरी सॉरी कर्ण तृतीया आ गाह मान पिले कर्तरी प्रथमा तापर क्षेत्र को ब्रह्मावर्त जनपद रे पहुंचला पर आउ कोन करबो ना कहिची कि पिले भजे थाहा पिले ये होची क्रियापद पिले भजे थाहा माने सेठाकू जीव एक्चुअली भजे थार अर्थ होची पिले कोन करबा पिले
प्रशंसा करिबा एई अर्थरे पिले हेइथाय किंतु एठी भजेथाह र माने पिले सेठाकू जीव। अच्छा कोठी की जीव ना क्षेत्रम क्षेत्र प्रधान पिशुनम कौरवम हैला तो कहूची पिले कौरवम क्षेत्रम पिले कौरवम क्षेत्रम माने कौन पिले कुरुक्षेत्रम अरे पिले कौरवम हाँ कौरवम क्षेत्रम माने होची पिले कुरुक्षेत्र तो सही ब्रह्मावर्तरे पिले गोटे स्थान अछि पिले कुरुक्षेत्र तो सही तद भजे था तो सही जो कुरुक्षेत्र को तुम्हें जीव आ से जो कुरुक्षेत्र पिले केमितिका स्थान ना क्षेत्र प्रधान पिशुनम पिले क्षेत्र कहले क्षत्रिय मानकर प्रधान माने पिले युद्ध आ पिशुन माने होची पिले सूचक पिले जो स्थान पिले क्षत्रिय मानकर युद्धर सूचक अटे जो स्थान रे अनेक क्षत्रिय मानकर पिले कौन हेतिला युद्ध हेतिला निधन ହୋଇଥିଲା। ना नहीं युद्ध हेतिला तो से भलिया क्षेत्र होची कुरुक्षेत्र तो तुमे सेठाको जीव आ से कुरुक्षेत्र पिले को जनपद रे अछि ବ୍ରହ୍ମାବର୍ତ୍ତ। ब्रह्मावर्त जनपद रे पिले अछि ताले एठी पिले सर गाह मानकर काना गाह माने आच्छादित करवा ठीक अछि ताले पिले ସାର୍ ପିଷ୍ମର ଅର୍ଥ କଣ? पिशुन माने सूचक सूचौथिबा ठीक अछि पिशुन ताले पिले क्षेत्रम क्षेत्र प्रधान पिशुनम आउ पिले कौरवम ए तीनटा जाक पद पिले हेजिबा कोन कर्मणि द्वितीय हैला तो सेठाकू तुमे जीव तो कुरुक्षेत्र को तुमे जीव आउ कोन कहूची पिले से जो कुरुक्षेत्र केमिति ना कहूची यत्र यत्र माने जेउ कुरुक्षेत्र रे पिले गांडीव धनुआ पिले गांडीव धनुआ कह अर्जुन अर्जुन ठीक अछि पिले गांडीव धनु यस्य सह हैला पिले बहुब्रीहि समास पिले हाँ गांडीव धनुआ माने जाହାର धनुर ना होची पिले गांडीव से होची पिले के से अर्जुन पिले तले गांडीव धनुआ माने पिले अर्जुन यत्र माने जेउ स्थान रे पिले कौन करिथिला ना शीत सर सतेहि शीत माने पिले तीक्ष्ण सर माने पिले सर सत माने पिले असंख्य तले असंख्य तीक्ष्ण सर द्वारा पिले राजन्यानाम माने पिले क्षत्रियाणाम तो राजा मानकर ठीक अछि राजा मानकर पिले मुखानी अभ्यवर्षत ठीक अछि अभ्यवर्षत होछि पिले क्रियापद तो राजन्य मानकर राजा मानकर मस्तक को पिले वृष्टि करैथिला माने जो स्थान रे अर्जुन निजे पिले कोन करिथिला अनेक तीक्ष्ण सर द्वारा तो राजा मानकर मस्तक को पिले सरर वृष्टि करैथिला तो से भलिया स्थान होछि पिले को स्थान कुरुक्षेत्र तो जेमितिका वृष्टि तमे कराओ मेघ कहूची जेमितिका वृष्टि त्वम इव तुम परिका तुमे भी तो धारा पाते ही प्रबल मात्रा जो वर्षा कराओ कोठी ना कमलानी पद्मपत्र को ना जेतेबेले वर्षा प्रबल मात्रा रे हुए पिले जो सब पद्म गुड़ाक फुटिकी थांदे सबू को पिले कौन कर दे तले शुआई दिए ना नहीं तो त्वम इव तुमे जेमिति धारा पाते ही तो धारापात वृष्टि द्वारा कमलानी अभ्यवर्षत सब पद्म को पिले कौन कराओ माने वृष्टि कराओ तो ठीक सेमती पिले अर्जुन भी दिने कौन करिथिला राजा मानकर मुख को पिले निजर तीक्ष्ण सरर वृष्टि करैथिला तो से भलिया स्थान होची पिले कोडा कुरुक्षेत्र आ तुमे सेठाकू जीव ताले पिले राजन्यानाम ये होची पिले हमर शेषे षष्ठी हैला पिले शीत सर सतेहि ये होची पिले हमर करणे तृतीया गांडीव धनुआ ये होची पिले कर्तरी प्रथमा धारा पाते ही ये भी पिले होची करणे तृतीया त्वम पिले होची कर्तरी प्रथमा आउ कमलानी आउ पिले मुखानी ए दिटा पद होची पिले कोना कर्मणि द्वितीया आउ एठी संधि हेची पिले कमलानी प्लस अभ्यवर्षत प्लस मुखानी हम पिले ସାର୍ ତ୍ୱମ୍ ଟା ଇବ ଯୋଗେ ପ୍ରଥମ ହବନି ना इब जगह प्रथम करबोनी जा तो त्वम इब ठीक अछि तो कर्तरी प्रथम ही करिवो ସାର୍ ଭଜେ ଥା ମାନେ କଣ माने जीव एठी एठी भजे थार अर्थ होची जीवा अर्थ रहिछि
ठीक अच्छे सर गाह मनर कौन कहले अर्थ गाह मान मान हूँ आच्छादित करवा ତାହେଲେ ହେଇଯିବ ନା ପିଲା 52 ନମ୍ବର ଶ୍ଲୋକ ସାର୍ ପୁରା ଶ୍ଲୋକର ଅନ୍ୟ କହିଛନ୍ତି ପୁରା ଶ୍ଲୋକର ଅନ୍ୟ ହଉଛି ପିଲେ ସେ କହୁଛି କି ତୁମେ ଏଇ ଯୋଉ 10 ପୁରର ପରେ ପରେ ଏହା ପରେ ତ ନିଜର ଛାଇ ଦ୍ଵାରା ବ୍ରହ୍ମାବର୍ତ ନାମକ ଜନପଦକୁ ଆଚ୍ଛାଦିତ କରିବ ଆଉ ସେଠାକୁ ଗଲା ପରେ ସେଠାରେ ଗୋଟେ ସ୍ଥାନ ଅଛି କୌରବମ କ୍ଷେତ୍ର କୁରୁକ୍ଷେତ୍ର ଆଉ ଯୋଉ କ୍ଷେତ୍ର ହଉଛି କ୍ଷତ୍ରିୟ ମାନଙ୍କର ଯୁଦ୍ଧର ସୂଚକ ଅଟେ ଯୋଉ ଜାଗାରେ ଅନେକ କ୍ଷତ୍ରିୟ ମାନଙ୍କର ଯୁଦ୍ଧ ହେଇଥିଲା ଏଇ କଥାକୁ ସୂଚେଇ ଦିଏ ତ ସେଭଳିଆ କୁରୁକ୍ଷେତ୍ରକୁ ତୁମେ ଯିବ ଆଉ ଯେଉଁ କୁରୁକ୍ଷେତ୍ରରେ ଅର୍ଜୁନ ଦିନେ ମାନେ ନିଜର ତୀକ୍ଷ୍ଣ ଶର ଦ୍ଵାରା ତ ରାଜା ମାନଙ୍କର ମସ୍ତକକୁ ସରବୃଷ୍ଟି କରେଇଥିଲା କାହା ପରିକା ନା ଯେମିତି ତୁମେ ଧାରାପାତ ବୃଷ୍ଟି ଦ୍ଵାରା କମଳକୁ ବୃଷ୍ଟି କରାଅ ବା କମଳ ଉପରେ ତୁମେ ଧାରାପାତରେ ବୃଷ୍ଟି କରାଅ ତ ଠିକ ସେମିତିକା ଅର୍ଜୁନ ମଧ୍ୟ ରାଜନ୍ୟ ମାନେ ରାଜା ମାନଙ୍କର ମସ୍ତକକୁ ସରବୃଷ୍ଟି କରେଇଥିଲା ଆଉ ସେଭଳିଆ କ୍ଷେତ୍ର ହଉଛି କୁରୁକ୍ଷେତ୍ର ଆଉ ତୁମେ ନା ସେଠାକୁ ଯିବ ବୁଝିବ ଆଜ୍ଞା ସାର୍ ଚାଲ ତାପରେ ପିଲେ ନେକ୍ସଟ କଣ କହୁଛି ତ ସେଇ କୁରୁକ୍ଷେତ୍ରକୁ ଯିବା ସମୟରେ ଆଉ କଣ କଣ ଦେଖିବାକୁ ମିଳିବ ନା କହୁଛି ପିଲେ ହିତ୍ୱା ହାଲାମ ଅଭିମତ ରସାମ ରେବତୀ ଲୋଚନାଙ୍କାମ ବନ୍ଧୁ ପ୍ରୀତ୍ୟା ସମର ବିମୁଖୋ ଲାଙ୍ଗଲି ୟାହ ଶିସେବେ କୃତ୍ୱା ତାସାମ ଅଭିଗମମପାମ ସୌମ୍ୟ ସାରସ୍ୱତୀନାମ ଅନ୍ତଃ ଶୁଦ୍ଧ ତ୍ୱମପି ଭବିତା ବର୍ଣ୍ଣ ମାତ୍ରେଣ କୃଷ୍ଣ ହେଲା ପିଲେ ହେଲା ତାହେଲେ ସେ କଣ କହୁଛି ପିଲେ ନା ପିଲେ ହେ ସୌମ୍ୟ ଏଠି ସୌମ୍ୟ ହଉଛି ପିଲେ କଣ ସମ୍ବୋଧନେ ପ୍ରଥମା ପିଲେ प्रथमा ତ ମେଘକୁ ପିଲେ ସମ୍ବୋଧନ କରୁଛନ୍ତି ଯକ୍ଷ କହୁଛନ୍ତି ହେ ସୌମ୍ୟ ଠିକ ଅଛି ସୌମ୍ୟ ମାନେ ସୌମ୍ୟର ଅର୍ଥ ମେଘ ନୁହଁ ପିଲେ ଠିକ ଅଛି ତମେ ସୌମ୍ୟ ମାନେ ମେଘ ବୋଲି ଭାବିଦବନି ତ ସୌମ୍ୟ ବୋଲି ପିଲେ କାହାକୁ ଡକାଯାଏ ମାନେ କାହାକୁ ଭଲ ପାଇବାରେ ଏମିତିକା ସମ୍ବୋଧନ କରାଯାଇଥାଏ ପିଲେ ହେ ସୌମ୍ୟ ଠିକ ଅଛି ତ ସେଇ କଥା କହୁଛି କି ହେ ସୌମ୍ୟ ହଁ ତୁମେ ନା କୋଉଠିକି ଯିବ ବୋଲି ସେ କହୁଛି ପିଲେ ହଉ ଚାଲ ଆଗୁ ଆଗୁ ମାନେ ପୂର୍ବର ଗୋଟେ ପଢିଦବା ତାପରେ ପିଲେ ବୁଝିପାରିବା ପିଲେ ତଳ ଲାଇନକି ଆସିବା ହେଲା ଆଗ ଉପର ଲାଇନ ପିଲେ ଦେଖିଦିଅ ନହେଲେ ଦେଖ ଏଇଠୁ ପିଲେ ଆରମ୍ଭ କର କିଛି କଥା ନାହିଁ କହୁଛି ହେ ସୌମ୍ୟ ହଁ ସାରସ୍ୱତୀ ନାମ ପିଲେ ସାରସ୍ୱତୀ ନାମ ମାନେ ସରସ୍ୱତୀ ନଦୀର ପିଲେ ସାରସ୍ୱତୀ ନାମର ଅର୍ଥ କଣ ହେଇଯିବ ପିଲେ ସରସ୍ୱତୀ ନଦୀର ନଦୀ ନାମ ହେଲା ତ ସରସ୍ୱତୀ ନଦୀର ପିଲେ ଅପାମ ଅପାମ ମାନେ କଣ ଜଳ ତ କହୁଛି କି ସରସ୍ୱତୀ ନାମ ତାସାମ ଅପାମ ଅଭିଗମମ କୃତ୍ୱା ତ କହୁଛି ସରସ୍ୱତୀ ନଦୀର ସେହି ଜଳକୁ ଅଭିଗମମ କୃତ୍ୱା ପିଲେ ଅଭିଗମମ କୃତ୍ୱା ମାନେ ପାନ କରିକିରି ଠିକ ଅଛି ଅଭିଗମମ କୃତ୍ୱର ଅର୍ଥ ହଉଛି ପିଲେ ପାନ କରିକିରି କହୁଛି ହେ ସୌମ୍ୟ ସରସ୍ୱତୀ ନଦୀର ସେହି ଜଳକୁ ପାନ କଲା ପରେ କଣ ହେଇଯିବ ନା କହୁଛି ଅନ୍ତଃ ଶୁଦ୍ଧ ତ୍ୱମପି ଭବିତା ବର୍ଣ୍ଣ ମାତ୍ରେଣ କୃଷ୍ଣ ତ ତ୍ୱମପି ଅନ୍ତଃ ଶୁଦ୍ଧ ଭବିତା ତୁମେ ନା ଅନ୍ତଃ ଶୁଦ୍ଧ ହେଇଯିବ ମାନେ ତୁମ ଭିତରେ ଠିକ ଅଛି ସବୁ କିଛି ପବିତ୍ର ହେଇଯିବ ଯେତେବେଳେ ସରସ୍ୱତୀ ନଦୀର ଜଳକୁ ତୁମେ ପାନ କରିବ ତୁମ ଭିତର ସବୁ କିଛି ଶୁଦ୍ଧ ହେଇଯିବ ଖାଲି ଯାହା ବର୍ଣ୍ଣ ମାତ୍ରେଣ କୃଷ୍ଣ ତୁମର ସିନା ଶରୀରର ବର୍ଣ୍ଣ ସିନା କୃଷ୍ଣ ବର୍ଣ୍ଣ ଖାଲି ବର୍ଣ୍ଣ ତୁମର କୃଷ୍ଣ ରହିବ କିନ୍ତୁ ଭିତର ପଟୁ ତୁମେ କଣ ହେଇଯିବ ଶୁଦ୍ଧ ହେଇଯିବ ତାହେଲେ କହୁଛି କି ସରସ୍ୱତୀ ନଦୀର ସେହି ଜଳକୁ ପାନ କଲା ପରେ ତୁମେ ଅନ୍ତଃ ଶୁଦ୍ଧ ଭବିତା ତୁମେ ଭିତରୁ ପବିତ୍ର ହେଇଯିବ ଖାଲି ଯାହା ବର୍ଣ୍ଣ ମାତ୍ରେଣ କୃଷ୍ଣ ଖାଲି ଯାହା ବର୍ଣ୍ଣ ମାତ୍ରରେ ତୁମେ କୃଷ୍ଣ ରହିଯିବ ନହେଲେ କିନ୍ତୁ ଆଉ କିଛି ଅସୁବିଧା ନାହିଁ ତୁମେ ଅନ୍ତଃ ଶୁଦ୍ଧ ହେଇଯିବ ହେଲା ତାହେଲେ ପିଲେ ସରସ୍ୱତୀ ନଦୀରେ ସେମିତି କିଛି ଶକ୍ତି ଥିବ ସେମିତି କିଛି ସାମର୍ଥ୍ୟ ଥିବ ଯଦି ଏତେ ପବିତ୍ର କରିଦେଇ ପାରୁଛି ତାହେଲେ ସରସ୍ୱତୀ ନଦୀର ପିଲେ କଣ ମହତ୍ଵ ଅଛି ତ ସେଇ କଥାକୁ ପିଲେ ଯକ୍ଷ ମନେ ପକେଇ ଦଉଛି କହୁଛି ସରସ୍ୱତୀ ନଦୀର ଜଳକୁ ତୁମେ ଯାଇତାଇ ବୋଲି ଭାବନି କାହିଁକି ନା ହିତ୍ୱା ହାଲାମ ଅଭିମତ ରସାମ ରେବତୀ ଲୋଚନାଙ୍କାମ ବନ୍ଧୁ ପ୍ରୀତ୍ୟା ସମର ବିମୁଖ ଲାଙ୍ଗଳି ୟାହ ଶିସେବେ
କାହିଁକି ନା ଯୋଉ ଜଳକୁ ଦିନେ ପିଲେ ଲାଙ୍ଗଳି, ଲାଙ୍ଗଳି ପିଲେ କହ ବଳରାମ ବଳରାମ, କାହିଁକି ନା ବଳରାମ ୟାହା ଶିଷେବେ, ୟାହା ପିଲେ ଏଠି ଦ୍ୱିତୀୟ ବିଭକ୍ତି ବହୁବଚନ ଅଛି ପିଲେ, ୟାହାକୁ ପିଲେ ତମେ ଏଠି ପ୍ରଥମ ବହୁବଚନ କରିଦବନି, ୟାହା ପିଲେ ଦ୍ୱିତୀୟ ବିଭକ୍ତି ବହୁବଚନରେ ଅଛି। ତ ବଳରାମ ପିଲେ ୟାହା ମାନେ ଯେଉଁ ଜଳକୁ ଦିନେ ଶିଷେବେ ମାନେ ସେବନ କରିଥିଲେ, ପାନ କରିଥିଲେ, ତ ସେଭଳିଆ ଜଳ ଅଟେ ସରସ୍ୱତୀ ନଦୀର ଜଳ, ଯାହାକୁ ସାକ୍ଷାତ ବଳରାମ ଦିନେ ପାନ କରିଥିଲେ ନା ନାଇଁ। ଆଚ୍ଛା ବଳରାମ ପିଲେ କାହିଁକି ପାନ କରିଥିଲେ? ତ କହୁଛି ପିଲେ କି ହିତ୍ୱା, ହିତ୍ୱାରେ ପିଲେ କୋଉ ଧାତୁ ପିଲେ? ହେଲା ହା ଧାତୁ ପିଲେ ତ୍ୱା ପ୍ରତ୍ୟୟ ହିତ୍ୱା ହେଲା। ଆଉ ପିଲେ ଧା ଧାତୁରୁ ବି ତ୍ୱା ପ୍ରତ୍ୟୟ କଣ ରୂପ ହୁଏ? ଆରେ ଧା ଧାତୁରୁ ବି ପିଲେ ତ୍ୱା ପ୍ରତ୍ୟୟ ହିତ୍ୱା ରୂପ ହେଇଥାଏ। ଠିକ ଅଛି। ହଁ ଆଉ ପିଲେ ହା ଧାତୁରୁ ମଧ୍ୟ ପିଲେ ହାତ୍ୱା ବି ରୂପ ହେଇଥାଏ, ଆଉ ପିଲେ ହିତ୍ୱା ବି ରୂପ ହେଇଥାଏ, ଦି ପ୍ରକାର ରୂପ ହେଇଥାଏ ପିଲେ ହେଲା। ତାହେଲେ ଏଠି ପିଲେ ହିତ୍ୱା, ହିତ୍ୱାର ମାନେ ହଉଛି ପିଲେ ତ୍ୟାଗ କରିକିରି, ପିଲେ ତ୍ୟାଗ କରିଦେଇଥିଲେ। କଣ ତ୍ୟାଗ କରିଦେଇଥିଲେ? ନା ପିଲେ ହାଲାମ, ହାଲାମ ଶବ୍ଦର ଅର୍ଥ କଣ ପିଲେ? ମଦିରା। ଆରେ ପିଲେ ହାଲାମ ଶବ୍ଦର ଅର୍ଥ ହଉଛି ପିଲେ ମଦିରା। ତ ବଳରାମ ପିଲେ ଦିନେ ମଦିରାକୁ ପିଲେ ତ୍ୟାଗ କରିଦେଇଥିଲେ, କାହିଁକି ନା ବଳରାମଙ୍କର ପିଲେ ସବୁଠୁ ପ୍ରିୟ ହଉଛି ପିଲେ ମଦିରା, ତ ସବୁବେଳେ ପାଇଁ ସେ ମଦିରା ପାନ କରନ୍ତି। ଆଉ ଯୋଉ ବଳରାମ ପିଲେ ନିଜର ପ୍ରିୟ ମଦିରାକୁ ଛାଡିକିରି ଯାହାର ଜଳକୁ ପାନ କରିଥିଲେ, ତ ତାର ଜଳ କେତେ ପବିତ୍ର ନ ହେଇଥିବ, ସେ କଥା କହୁଛନ୍ତି ପିଲେ କି ଅଭିମତ ରସାମ, ଅଭିମତ ରସାମ ର ମାନେ ହଉଛି ଯାହାର ରସ ବଳରାମକୁ ଅତ୍ୟଧିକ ପ୍ରିୟ। ତ କାହାର ରସ? ନା ପିଲେ ହାଲାମ, ମଦିରାର ରସ। ତ ସେ ମଦିରା ରସକୁ ପିଲେ ତ୍ୟାଗ କରିକିରି ଆଉ ପୁଣି କେମିତିକା ମଦିରା? ନା ପିଲେ ରେବତୀ ଲୋଚନାଙ୍କାମ, ରେବତୀ ପିଲେ କିଏ? ସେ ବଳରାମଙ୍କର ପତ୍ନୀ ପିଲେ। ଠିକ ଅଛି। ତ ବଳରାମଙ୍କର ଯୋଉ ପତ୍ନୀ ରେବତୀ, ତ ରେବତୀର ଲୋଚନରେ ଅଙ୍କା ହେଇଥିବା ନା ନାଇଁ, ମାନେ କାହାର ମାନେ ହଉଛି କଣ? ନା ବଳରାମ ଯୋଉ ପିଲେ ମଦିରା ପାନ କରନ୍ତି, ତ ପ୍ୟାକ୍ ପିଲେ ବନେଇକିରି ଦେଇ ଦିଅନ୍ତି କିଏ? ସାକ୍ଷାତ ରେବତୀ ପିଲେ। ଠିକ ଅଛି। ତ ସ୍ତ୍ରୀ ନିଜେ ପିଲେ ବନେଇ ଦିଅନ୍ତି, ବଳରାମଙ୍କୁ ପିଲେ ଦିଅନ୍ତି, ବଳରାମ ତାକୁ ହିଁ ପିଅନ୍ତି ହେଲା। ତ ସେଥିପାଇଁ ସେ ମଦିରାରେ କିଛି ଦୋଷ ନାହିଁ, ଯଦି ଘରେ ସ୍ତ୍ରୀ ପ୍ୟାକ୍ ବନେଇକିରି ଦଉଛି ପିଇ ପାରିବ, ବାହାରେ ଏକୁଟିଆ ପିଇଲେ ହବ ନାହିଁ। ତ ସେଥିପାଇଁ କହୁଛନ୍ତି ପିଲେ ରେବତୀ ଲୋଚନାଙ୍କାମ, ରେବତୀ କହିଲେ ବଳରାମଙ୍କ ପତ୍ନୀ, ଲୋଚନ କହିଲେ ତାଙ୍କ ଆଖିର, ଆଉ ଅଙ୍କାମ ମାନେ ଅଙ୍କା ଯାଇଥିବା। ତ ତାଙ୍କ ଆଖିର ଚାହାଣୀରେ, ଠିକ ଅଛି, ଆଖିର ଚାହାଣୀରେ ମାନେ ବନେଇ ବନେଇକିରି ଯୋଉ ଦେଇ ଦିଅନ୍ତି ପିଲେ ମଦିରା, ଆଉ ସେଇ ମଦିରାକୁ ପିଲେ ବଳରାମ ପାନ କରନ୍ତି। କିନ୍ତୁ ଦିନେ କଣ ହେଇଥିଲା? ନା ବଳରାମ ପିଲେ ନିଜେ ଦିନେ ସେହି ମଦିରାକୁ ତ୍ୟାଗ କରିକିରି ପିଲେ କାହାକୁ, କାହାର ସେବନ କରିଥିଲେ? ସରସ୍ୱତୀ ନଦୀର ଜଳ ପିଲେ, ସରସ୍ୱତୀ ନଦୀର ଜଳ ପିଲେ ପାନ କରିଥିଲେ। ଆଉ କାହିଁକି? ନା ଯେହେତୁ ପିଲେ ବନ୍ଧୁ ପ୍ରୀତ୍ୟା ସମର ବିମୁଖ, ତ ତମେ ଜାଣିଥିବ ପିଲେ କି ଯେତେବେଳେ ଅ ଯୋଉ ଯୁଦ୍ଧ ପିଲା ହଉଥିଲା ନା ନାଇଁ କୌରବ ପାଣ୍ଡବ ମାନଙ୍କ ଭିତରେ, ତ ଏପଟେ ତ ପିଲେ ଯୋଉ ଦୁର୍ଯ୍ୟୋଧନ ଥିଲା, ତ ସେ ତ କୃଷ୍ଣଙ୍କର ପିଲେ ସେନା ତକ ନେଇଗଲା ନା ନାଇଁ, କହିଲା ମୋର ମତେ ଆପଣଙ୍କର ବାସୁଦେବ ସୈନ୍ୟ ଦରକାର, ଆପଣ ଦରକାର ନୁହନ୍ତି ନା ନାଇଁ। ଆଉ ବାକି କୃଷ୍ଣ ପିଲା କାହା ପଟେ ରହିଲେ? ପାଣ୍ଡବ ମାନଙ୍କ ପଟେ ରହିଲେ ନା ନାଇଁ। ତାପରେ ଯେତେବେଳେ ବଳରାମଙ୍କ ପାଖକୁ କଥା ଉଠିଲା କି ଆପଣ କାହା ପଟେ ଯିବେ, ତ ବଳରାମ ପିଲା କିଛି ଆଉ ସ୍ଥିର କରିପାରିଲେନି। ବଳରାମଙ୍କର ଏକରେ ତ ପାଣ୍ଡବ ମାନଙ୍କ ପଟେ ଏଥିପାଇଁ ହେଇପାରିବେନି, କାହିଁକି ନା ବଳରାମଙ୍କର ଅତି ପ୍ରିୟ ଶିଷ୍ୟ ହଉଛନ୍ତି ପିଲେ କିଏ? ସେ ଦୁର୍ଯ୍ୟୋଧନ। ଆରେ ତ ଦୁର୍ଯ୍ୟୋଧନ ହଉଛନ୍ତି ପିଲେ ବଳରାମଙ୍କର ଅତି ପ୍ରିୟ ଶିଷ୍ୟ। ଆଉ ଯଦି ବଳରାମ ପିଲେ ଯୁଦ୍ଧ କରିଥାନ୍ତେ ପାଣ୍ଡବ ମାନଙ୍କ ପଟେ, ତାହେଲେ ଯୁଦ୍ଧ ଏଦିନ କେବେ ଯାଇନଥାନ୍ତା, କାହିଁକିନା ବଳରାମ ତ ଅସ୍ତ୍ର ଧରିଥାନ୍ତେ ନା। ତ ଏକରେ ତ ସିଏ ପିଲେ ପାଣ୍ଡବ ମାନଙ୍କ ପଟେ ବି ଯୁଦ୍ଧ କରିପାରିବେନି, ଦୁଇରେ କୌରବ ମାନଙ୍କ ପଟେ ବି ଯୁଦ୍ଧ କରିପାରିବେନି। କାହିଁକି? ନା ବିପକ୍ଷରେ ତାଙ୍କ ନିଜ ଭାଇ ବସିଛି। ଆରେ ବିପକ୍ଷରେ ପିଲେ କୃଷ୍ଣ ଅଛନ୍ତି ନା ନାଇଁ। ଆଜ୍ଞା ସାର୍। ତ ସେଥିପାଇଁ ପିଲେ ସିଏ ସେପଟେ ବି ରହିପାରିବେନି, ତ ସେଥିପାଇଁ ସେ କହିଲେ ଛାଡ ମୁଁ କୋଉଥିରେ ରହିବିନି, ନୋଟା ହେଲା। ତ ବନ୍ଧୁ ପ୍ରୀତ୍ୟା, ତ ପିଲେ ବନ୍ଧୁ ପ୍ରୀତି କାରଣରୁ ପିଲେ ଏଇ ଯୋଉ ଭାଇ ବନ୍ଧୁ ପ୍ରୀତି କାରଣରୁ ପିଲେ ସମର ବିମୁଖ, ସେ ପିଲେ ଯୁଦ୍ଧ ବିମୁଖ ହେଇଥିଲେ, ପିଲେ ଯୁଦ୍ଧ କରୁନଥିଲେ। ଆଉ ସେଥିପାଇଁ ମନ ଦୁଃଖରେ ଆସିକିରି ସରସ୍ୱତୀ ନଦୀ କୂଳରେ ବସିଥିଲେ। ଆଉ ସେଠି ସେ ନିଜର ଅତି ପ୍ରିୟ ଯୋଉ ମଦିରା ଥିଲା ତାକୁ ତ୍ୟାଗ କରିକିରି ପିଲେ କଣ ପାନ କରିଥିଲେ? ସରସ୍ୱତୀ ନଦୀର ଜଳକୁ ପିଲେ ପାନ କରିଥିଲେ। ତାର ସେଥିପାଇଁ ମୋଟାମୋଟି ଅର୍ଥ ଆଉଥରେ ମୁଁ କହିଦଉଛି ପିଲେ ଭଲସେ ବୁଝ।
कि पिले लांगली माने बलराम बंधु प्रीति कारणरू पिले युद्ध विमुख होई तो जो जार रस अत्यंत प्रिय जहाकू रेवती निजे निज आखिर चाहाणी रे बनईकरी दियंती तो से भलिया मदिरा को त्याग करिकरी जेउ नदीर जल को दिने सेवन करथिले तो सरस्वती नदीर सही जल को जदि पान करिवु ताले तू मध्य निज भितरु अत्यंत पवित्र होई जिवु आ खाली जहा वर्ण मात्रेण कृष्ण तोर वर्ण केवल कृष्ण रही जीव किंतु भीतर पटु तू अत्यंत पवित्र होई जिवु सेतिपय सरस्वती नदीर जल को मध्य टिके पान करिकरी जिवु बुझिपाइल पिले ये होची टोटल श्लोक र पिले अन्वय अर्थ चलो वर्तमान खाली टिके टे पिले देखि दियो ताले पिले हालाम अभिमत रसाम रेवती लोचनांकाम ए तीनटा जाक पद होची पिले कर्मणि द्वितीया आउ पिले बंधु प्रीत्या ये होची पिले हेतु तृतीया तृतीय आउ पिले समर विमुख लांगली ए दीटा जाक पद होची पिले कर्तरी प्रथमा आउ पिले याहा याहा होची पिले कर्मणि द्वितीय द्वितीय तापरे पिले तासाम अपाम सारस्वती नाम ए तीनटा जाक पद होची पिले हमर कोन हे जिवो शेष षष्ठी से षष्ठी हैला पिले तापरे सौम्य तो पिले हे गला संबोधन प्रथमा अंतः शुद्धः त्वम हैला कृष्णः ये सब जाक पद पिले कर्तरी प्रथमा आ वर्ण मात्रेण होची पिले प्रकृति आदिभ्य तृतीया तृतीय हैला पिले तले हे जिवो अधिगमन पिले अधिगमन टा कर्म हाँ अभिगमम टा से कर्मणि द्वितीय अभिगमम टा मध्य कर्मणि द्वितीय हैला ठीक अच्छे प्रिय तो आगो को जीवा तो वर्तमान पिले से जो कुरुक्षेत्र तो सेठी गोटे नदी मध्य पइला पिले जो नदी पिले को नदी सरस्वती नदी हैला तारे तो सर भविता समास हम्म सर हम्म चार समास भविताटा भविताटा सर धातु रूप चलिबो ना सेटा प्रत्यय करिके प्रत्यय करबनी तो देखिलो पिले ओडिया बरे भू धातु त्रुच प्रत्यय करिछि ना लोट लकार करिछि ए सरी लोट लकार कहूछि मु पे लूट लकार करथिबो त्रोज प्रत्यय रे त्रुच प्रत्यय करिछि भू प्लस त्रुचु आज्ञा ठीक अच्छे भू प्लस त्रुचु कले भी हेई परिबो बाकी वर्ण मात्रेण कृष्ण भविता ता भविता कले एथिपई हबनी जेहेतु पिले त्वम लागि छना पिले क्रियापद कले असुविधा होछि ठीक अच्छे त्रुच प्रत्यय कर दबो हला सर बंधु प्रीत्य को समास हबो बंधो प्रीत्या बंधु प्रीत्या षष्ठी तत्पुरुष तबले भू धातु को प्रत्यय तृच त्रुच प्रत्यय पिले भविता हैला ठीक अच्छे समास पिलार बंधो प्रीत्या बंधु प्रीत्या षष्ठी तत्पुरुष समर विमुख पिले समरात विमुख समर विमुख को समास पिले पंचमी तत्पुरुष ठीक अच्छे आउ पिले अभिमत रसाम पिले अभिमत रसः यस्याः ताम अभिमत रसाम को समास बहुब्री समास बहुब्री हैला तापर पिले रेवती लोचनांकम कोन देखिले पिले रेवत्याः विग्रह वाक्य टे पढ़िले पिले कोन दैछि यार रेवती लोचनांकम रा रेवत्याः लोचने एव अंकः हम्म यस्याः ताम हाँ तो रेवत्याः लोचने एव अंकः यस्याः कमताम रेवती लोचनांकम इबी बहुब्री समास पिले हैला आउ कोन समास अछि पिले अंतः शुद्धः यस्य सह अंतः शुद्धः को समास पिले इबी बहुब्री समास बस एतिकी पिले आउ कोन समास एतरे अछि चला तापर पिले नेक्स्ट देखिया 54 पिले कोन कहूची ताले जो सरस्वती नदी दे साइला परे तापर जे कोठी पहुंचीबो ना तस्मात गच्छेहे अनुकन खलम शैल राजावतीर्णाम जह्नोह कन्याम सगर तनय स्वर्ग सोपान पंक्तिम गौरी वक्त्र भ्रुकुटी रचनाम या विहस्येव फेनैहि संभोह केश ग्रहणमकरोत्
इंदु लग्नोर्मि हस्ता। देखो ताले कहूची पिले तस्मात् तस्मात् ର ମାନେ ହଉଛି ପିଲେ ତାପରେ ହେଲା ତସ୍ମାତ୍ ର ମାନେ ହଉଛି ପିଲେ ତାପରେ କୋଉଠିକି ଯିବ ନା ଗଛେ ହେ କ୍ରିୟାପଦ ହଉଛି ପିଲେ ଗଛେ ହେ କୋଉ ଲକାର ଗଛେ ହେ ରେ ବିଧିଲିଙ୍ଗ ବିଧିଲିଙ୍ଗ ଲକାର ପିଲେ ବିଧିଲିଙ୍ଗ ମଧ୍ୟମ ପୁରୁଷ ଏକବଚନ ଏକ ବଚନ ପିଲେ ତାହେଲେ ତୁମ ପିଲେ ହେଇଯିବ ଆର କର୍ତ୍ତା ଆଉ ତାହେଲେ କହୁଛି କି ତସ୍ମାତ୍ ଗଛେ ହେ ତାପରେ ତୁମେ ଯିବ କୋଉଠିକି ଯିବ ନା କହୁଛି ଅନୁକନ ଖଲମ ତ ଗୋଟେ ତୀର୍ଥ କ୍ଷେତ୍ର ପିଲେ ତୀର୍ଥ କ୍ଷେତ୍ରର ନାଁ ହଉଛି ପିଲେ କନଖଲ ଯାହାକୁ ପିଲେ କହନ୍ତି ଆଉ ଅନୁକନ ଖଳମ କହିଲେ କନଖଳ ପାଖକୁ ଠିକ ଅଛି ପିଲେ କନଖଳସ୍ୟ ସମୀପମ ଅନୁକନ ଖଳମ କୋଉ ସମାସ ପିଲେ ଅବ୍ୟୟଭାବୀ ପିଲେ କନଖଳସ୍ୟ ସମୀପମ ଦେଇଛି ନା କନଖଳେ ଇତି ବୋଲି ଦେଇଛି ସାର୍ ସମୀପେ ଦେଇଛି ସମୀପ ଦେଇଛି ନା ଠିକ ଅଛି ହେଲା ପିଲେ କନଖଳସ୍ୟ ସମୀପମ ଅନୁକନ ଖଳମ ପିଲେ ଅବ୍ୟୟଭାବ ସମାସ ତାହେଲେ ସେ କହୁଛି ପିଲେ କି କନଖଳ ପାଖକୁ ଯିବ ହେଲା ତ କନଖଳ ନାମକ ଗୋଟେ ତୀର୍ଥ ସ୍ଥାନ ଅଛି ତ ତା ପାଖକୁ ତୁମେ ଯିବ ତ ସରସ୍ୱତୀ ନଦୀର ଜଳ ପିଇ ସାରିଲା ପରେ ତୁମେ କନଖଳ ପାଖକୁ ଯିବ ଆଚ୍ଛା କନଖଳ ପାଖକୁ ଗଲା ପରେ ସେଠି ପୁଣି କଣ ଦେଖିବ ନା ସେଠି କହୁଛି ସେଠି ଗଲା ପରେ କହୁଛି कि शैल राजावतीर्णाम ହେଲା ଜହ୍ନୋହ କନ୍ୟାମ ସଗରତନୟ ସ୍ୱର୍ଗ ସୋପାନ ପଙ୍କ୍ତିମ ଗୌରୀ ବକ୍ତ୍ର ଭ୍ରୁକୁଟି ରଚନାମ ହେଲା ସମ୍ଭୋ କେଶ ଗ୍ରହଣ କର ଇନ୍ଦୁ ଲଗ୍ନୋର୍ମି ହସ୍ତା ଠିକ ଅଛି ଦେଖ ତାହେଲେ ସେ କହୁଛି କନଖଳ ପାଖକୁ ଗଲା ପରେ ତ ସେଠି ତୁମେ ନା ଜହ୍ନୋହ କନ୍ୟାମ ପିଲେ ଜହ୍ନୋହ ମାନେ ଜହ୍ନୁଙ୍କର କନ୍ୟା ପିଲେ କିଏ ସେ ଗଙ୍ଗା ଦେବୀ ଗଙ୍ଗା ପିଲେ ପିଲେ ଜହ୍ନୋହ କନ୍ୟା ହେଇଥିବାରୁ ତାଙ୍କର ନାଁ ପିଲେ କଣ ଜାହ୍ନବୀ ତାହେଲେ ସେ କହୁଛି ପିଲେ ଜହ୍ନୋହ ଇଏ ହଉଛି ପିଲେ ଜହ୍ନୋହ ହଉଛି ପିଲେ ଶେଷେ ଷଷ୍ଠୀ ଆଉ କନ୍ୟାମ ପିଲେ ହଉଛି କର୍ମଣୀ ଦ୍ୱିତୀୟା कर्मणि द्वितीया ହଁ ତ ସେ କହୁଛି ତୁମେ କନଖଳ ପାଖକୁ ଗଲେ ସେଠି ତୁମେ ଗଙ୍ଗା ନଦୀ ପାଖକୁ ମଧ୍ୟ ଯିବ ସେ ପାଖରେ ଗଙ୍ଗା ନଦୀ ବହୁଛି ଜାହ୍ନବୀ ନଦୀ ସେଇଠି ବହୁଛି ତ ତୁମେ ସେଠାକୁ ଯିବ ଆଉ ବାକି ସେ ଯୋଉ ଗଙ୍ଗା ନଦୀ ପିଲେ ଦେଖିବା ପାଇଁ କେମିତିକା ତାର ବାକି ସବୁ ଯାକ ପିଲେ ବିଶେଷଣ ପଦ ତ ଗଙ୍ଗା ନଦୀ କେମିତି ପିଲେ ନା ଶୈଳ ରାଜା ଅବତୀର୍ଣାମ ପିଲେ ଶୈଳ ରାଜା କିଏ ସେ ପର୍ବତ ରାଜ ପିଲେ କିଏ ହିମାଳୟ ହିମାଳୟ ନା ହିମାଳୟ ନାମ ନଗାଧିରାଜ ତାହେଲେ ପିଲେ ନା ନାଇଁ ତାହେଲେ ପିଲେ ଶୈଳ ରାଜ ମାନେ ହିମାଳୟ ଆଉ ଅବତୀର୍ଣ ତ ହିମାଳୟ ପର୍ବତରୁ ଯିଏ ଅବତରିତ ହେଇଛି ହିମାଳୟ ପର୍ବତରୁ ଯିଏ ତଳକୁ ବହିଛି ତାହେଲେ ସେ କିଏ ସେ ପିଲେ କୋଉ ନଦୀ गंगा ଗଙ୍ଗା ନଦୀ ତାହେଲେ ପିଲେ ଶୈଳ ରାଜା ତ ଅବତୀର୍ଣାମ ଶୈଳ ରାଜା ଅବତୀର୍ଣାମ କୋଉ ସମାସ ପିଲା ହବ ପଞ୍ଚମୀ ତତ୍ପୁରୁଷ ହେଲା ପିଲେ ତ ଶୈଳ ରାଜା ତ ଅବତୀର୍ଣାମ ଶୈଳ ରାଜା ଅବତୀର୍ଣାମ ତ ପର୍ବତ ରାଜା ହିମାଳୟରୁ ପିଲେ ବହି ଆସୁଥିବା ଗଙ୍ଗା ନଦୀ ପାଖକୁ ଯିବ ଆଉ କେମିତିକା ପିଲେ ଗଙ୍ଗା ନଦୀ ନା ସଗର ତନୟ ସ୍ୱର୍ଗ ସୋପାନ ପଙ୍କ୍ତିମ ପିଲେ ସଗର ନାମକ ଜଣେ ରାଜା ଥିଲେ ତ ତାଙ୍କର 60,000 ପିଲା ଥିଲେ ଆର ସଗର ରାଜାଙ୍କର ପିଲେ କେତେ ପିଲା ଥିଲେ 60,000 ପିଲା ଥିଲେ ଠିକ ଅଛି ହଁ ତ 60,000 ପିଲା ଥିଲେ ଯୋଉମାନେ କି ପିଲେ ଋଷି ବଶିଷ୍ଠଙ୍କର ଅଭିଶାପରେ ସବୁ ମାନେ ଧ୍ୱଂସ ହେଇଯାଇଥିଲେ ପିଲେ ତ ସେମାନଙ୍କର ପିଲେ ଆତ୍ମାର ସଦଗତି ହେଇପାରୁନଥିଲା ହଁ ତ ସେଇ ସଗର ରାଜାଙ୍କର ବଂଶରେ ଜଣେ ରାଜା ଜନ୍ମ ନେବେ ଯାହାଙ୍କର ନାଁ ଥିବ ପିଲେ ଭଗୀରଥ ରାଜାଙ୍କର ନାଁ ପିଲେ କଣ ଥିବ ଭଗୀରଥ ତ ଭଗୀରଥ ପିଲେ ନିଜ ପିତୃ ପୁରୁଷ ମାନଙ୍କର ମୋକ୍ଷ ପାଇଁ ବା ନିଜ ପିତୃ ପୁରୁଷ ମାନଙ୍କୁ ପିଲେ ମୋକ୍ଷ ଦବା ପାଇଁ ତ ସିଏ କଣ କରିଥିବେ ନା ଗଙ୍ଗା ନଦୀକୁ ପିଲେ ପୃଥିବୀକୁ ଆଣିଥିବେ କାହିଁକିନା ଗଙ୍ଗା ନଦୀ ପ୍ରଥମେ ପୃଥିବୀରେ ନଥିଲା ତ ଗଙ୍ଗା ନଦୀକୁ ସେ ପିଲେ ପୃଥିବୀରୁ ଆଣିଥିବେ ଆଉ ସେଇ ଗଙ୍ଗା ନଦୀରେ ପିଲେ ସେମାନଙ୍କର ଅସ୍ଥି ବିସର୍ଜନ ପରେ ସେମାନଙ୍କର ପିଲେ ମୋକ୍ଷ ହେଇଥିବ ତ ସେଥିପାଇଁ ସେ କହୁଛନ୍ତି ପିଲେ କି ସଗର ରାଜାଙ୍କର ପିଲାମାନଙ୍କର ସ୍ୱର୍ଗ ସୋପାନ ପଙ୍କ୍ତି ତ ସ୍ୱର୍ଗକୁ ଯିବାର ଯେ ସିଡି ଥିଲା ସେ ବି ପିଲେ କଣ ଗଙ୍ଗା ଆରେ ସେ ବି ତ ପିଲେ ଗଙ୍ଗା କାହିଁକି ନା ଯୋଉ ସେମାନେ ଯୋଉ ସ୍ୱର୍ଗକୁ ଗଲେ ପିଲେ କାହା ସାହାଯ୍ୟରେ ଗଲେ ଗଙ୍ଗା ନଦୀ ସାହାଯ୍ୟରେ ଗଲେ
ସେଥିପାଇଁ କହୁଛନ୍ତି ସଗର ରାଜାଙ୍କର ପିଲାମାନଙ୍କ ପାଇଁ ଯିଏ ସ୍ୱର୍ଗର ସୋପାନ ପଙ୍କ୍ତି ଥିଲା ତ ସେଭଳିଆ ପିଲେ ଗଙ୍ଗା ନଦୀ ଥିଲା ତ ସେଇ ଗଙ୍ଗା ନଦୀ ପାଖକୁ ତୁମେ ଯିବ ତାହେଲେ ପିଲେ ବୁଝିଲା ତାହେଲେ ଶୈଳ ରାଜାବତୀ ନାମ ସଗର ତନୟ ସ୍ୱର୍ଗ ସୋପାନ ପଙ୍କ୍ତି ଏସବୁ ଯାକ ପିଲେ କାହାର ବିଶେଷଣ ପଦ ଜହ୍ନୋହ କନ୍ୟାମ୍ର ହେଲା ଗଙ୍ଗାର ପିଲେ ବିଶେଷଣ ପଦ ହେଲା ତ ସେଇ ହିସାବରେ ପିଲେ ଯଦି କନ୍ୟାମଟା ହେଇଗଲା କର୍ମଣୀ ଦ୍ୱିତୀୟ ତାହେଲେ ଶୈଳ ରାଜାବତୀ ନାମ ସଗର ତନୟ ସ୍ୱର୍ଗ ସୋପାନ ପଙ୍କ୍ତି ଏ ଦିଟା ମଧ୍ୟ କଣ ହେଇଯିବ ପିଲେ କର୍ମଣୀ कर्मणि द्वितीय ଦ୍ୱିତୀୟ ଆଉ କଣ ପିଲେ ସେ ଯୋଉ ନଦୀ ପିଲେ ଆଉ କେମିତିକା ଦେଖାଯାଉଛି ନା ପିଲେ ଗୌରୀ ବକ୍ତ୍ର ଭ୍ରୁକୁଟି ରଚନା ପିଲେ ଗୌରୀ ଗୌରୀ କିଏ ସେ ପାର୍ବତୀ ପାର୍ବତୀ पार्वती ତ ପାର୍ବତୀଙ୍କର ବକ୍ତ୍ର ବକ୍ତ୍ର ପିଲେ ମାନେ ମୁଖ ମୁଖ ନା ନାଇଁ ବକ୍ତ୍ର କହିଲେ ମୁଖ ପିଲେ ତ ପାର୍ବତୀଙ୍କ ମୁଖରେ ପିଲେ ଭ୍ରୁକୁଟି ରଚନା ଯିଏ ପିଲେ ଭ୍ରୁକୁଟିକୁ ରଚନା କରିଦିଏ ମାନେ ପାର୍ବତୀଙ୍କ ମୁଖରେ ପିଲେ ଭ୍ରୁକୁଟି ମାନେ ବୁଝ ପିଲେ କଣ ଆରେ ଭ୍ରୁକୁଟି କହିଲେ ଯେତେବେଳେ ଜଣେ ପିଲେ ରାଗି ଯାଏ ତ ତାର ସେ ଯୋଉ ଭ୍ରୁଲତା ଥାଏ ପିଲେ ସେ ଭାଙ୍ଗି ଯାଏ ପିଲେ ଠିକ ଅଛି ମାନେ ଭାଙ୍ଗିଲା ପରିକା ଦେଖାଦିଏ ହଁ ତ ସେଇଟାକୁ ପିଲେ ଭ୍ରୁକୁଟି ବୋଲି କୁହାଯାଏ ତାହେଲେ ସେ କହୁଛନ୍ତି ଭ୍ରୁକୁଟି ରଚନା ମାନେ ଜଣେ ରାଗରେ ଥିଲା ବେଳେ ତା ମୁହଁରେ ପିଲେ ଗୋଟେ ଦେଖାଦିଏ ଯୋଉ ଭାବ ପିଲେ ତାର ନାଁ ହଉଛି ପିଲେ ଭ୍ରୁକୁଟି ତାହେଲେ ଯିଏ ପାର୍ବତୀଙ୍କର ମୁଖରେ ପିଲେ ଭ୍ରୁକୁଟି ସୃଷ୍ଟି କରିଦିଏ ସିଏ ହଉଛି ପିଲେ ଗଙ୍ଗା ନଦୀ ଆଚ୍ଛା ପାର୍ବତୀ ତାହେଲେ କାହିଁକି ରାଗିବେ ପିଲେ ଗଙ୍ଗା ଉପରେ ଆଉ ରାଗିବେନି ନା ପିଲେ ଯୋଉ ପାର୍ବତୀ ସ୍ତ୍ରୀ ହେଇକିରି ପିଲେ ଶିବଙ୍କର ପାଖରେ ବସୁଛନ୍ତି ନା ନାଇଁ ଇଏ ଗୋଟେ ଗଙ୍ଗା ପିଲେ ଗୋଟେ ଅନ୍ୟ ବାହାରର ସ୍ତ୍ରୀ ଲୋକ ସିଏ ଆସିକିରି ଶିବଙ୍କର କୋଉଠି ବସୁଛନ୍ତି ପିଲେ ମଥାରେ ମସ୍ତକରେ ଆସିକି ବସୁଛନ୍ତି ତ ଆଉ ଗୋଟେ ସ୍ତ୍ରୀ ଆସିକି ସ୍ୱାମୀର ମସ୍ତକରେ ବସିବ ତ କୋଉ ସ୍ତ୍ରୀ ସହିବ ପିଲେ ହଁ ତ ସେଥିପାଇଁ ପିଲେ କଣ ଗୌରୀଙ୍କ ବକ୍ତ୍ରରେ ପିଲେ ବା ପାର୍ବତୀଙ୍କର ମୁଖରେ ଯେ ପିଲେ ଭ୍ରୁକୁଟି ରଚନା ଯେ ପିଲେ ଭ୍ରୁକୁଟି ସୃଷ୍ଟି କରିଦଉଛନ୍ତି ହେଲେ ସିଏ କିଏ ସେ ପିଲେ गंगा ଗଙ୍ଗା ଗଙ୍ଗା ପିଲେ ଆଉ ସେଭଳିଆ ଗଙ୍ଗା ନଦୀ ପାଖକୁ ତୁମେ ଯିବ ବା ସେତିକି ହିଁ କଥା ପିଲେ ଏଇ ଯୋଉ ଗୌରୀ ବକ୍ତ୍ର ଭ୍ରୁକୁଟି ରଚନା ଇଏ ବି ପିଲେ ଜହ୍ନ କନ୍ୟାମର ବିଶେଷଣ ପଦ ତ ଇଏ ବି ପିଲେ କଣ ହେଇଯିବ କର୍ମଣୀ ଦ୍ୱିତୀୟ ତ ସେଭଳିଆ ଗଙ୍ଗା ନଦୀ ଆଉ ଯୋଉ ଗଙ୍ଗା ନଦୀ ପିଲେ ୟା ମାନେ ଯୋଉ ଗଙ୍ଗା ନଦୀ ପିଲେ ତ ଫେନେଇ ହିଁ ତ ଗଙ୍ଗା ନଦୀରେ ପିଲେ ନିହାତି ସବୁ ଫେଣ ପିଲେ ଜାତ ହୁଏ ଯୋଉଠି ନଦୀର ବେଗ ସ୍ପିଡ ଥିବ ସେଠୁ ପିଲେ ପାଣି ଭିତରୁ ସବୁ ଫେଣ ଫେଣ ହେଇକିରି ବାହାରିଥାଏ ତ ଗଙ୍ଗା ନଦୀରୁ ମଧ୍ୟ ପିଲେ ଫେଣ ଫେଣ ହେଇକିରି ବାହାରୁଛି କିନ୍ତୁ କବି କହୁଛନ୍ତି ନା ଲାଗୁଛି ସତେ ଯେମିତି ସେ ନିଜର ଫେଣ ଦ୍ଵାରା ସତେ ଯେମିତି ବିହସ୍ୟଇବ ମାନେ ହସି ହସିକିରି ଉପହାସ କଲା ପରିକା କାହାକୁ ପାର୍ବତୀଙ୍କୁ ଉପହାସ କଲା ପରିକା ସମ୍ଭୋହ ମାନେ ଶିବଙ୍କର କେଶ ଗ୍ରହଣମ ଅକରୋତ ତ କେଶ ଗ୍ରହଣ ମାନେ ଯୋଉ କେଶକୁ ପିଲେ ଧରୁଛି ହେଲା ତ କେଶକୁ ଧରୁଛି ବାରମ୍ବାର ମାନେ ପାର୍ବତୀକୁ ଦେଖେଇ ଦେଖେଇ କହୁଛି ଦେଖେ ତୁ ସ୍ତ୍ରୀ ହେଇକିରି ପାଖରେ ବସୁଛୁ ନା ମୁଁ ଦେଖେ ଅନ୍ୟ ହେଇକିରି ମଧ୍ୟ ମସ୍ତକରେ ବସିକିରି ତାଙ୍କ କେଶକୁ ମୁଁ କେମିତି ଧରୁଛି ଆଚ୍ଛା କେଶକୁ ପୁଣି କେମିତି ଧରୁଛି ପିଲେ ନା ଇନ୍ଦୁ ଲଗ୍ନୋର୍ମି ହସ୍ତା ହେଲା ତ ପିଲେ ଇନ୍ଦୁ ଲଗ୍ନ ଉର୍ମି ହସ୍ତା ଇନ୍ଦୁ କହିଲେ ଶିବଙ୍କ ମସ୍ତକରେ ପିଲେ କଣ ଅଛି ଚନ୍ଦ୍ରମା ତ ଚନ୍ଦ୍ରମା ଅଛି ତ ଚନ୍ଦ୍ରମାଙ୍କ ସାଙ୍ଗରେ ଯୋଡି ହେଇଛି କଣ ଯୋଡି ହେଇଛି ପିଲେ ଲଗ୍ନ ମାନେ ଲାଗିଛି ପିଲେ ଉର୍ମି ହସ୍ତା ଉର୍ମି କହିଲେ ଢେଉ ଠିକ ଅଛି ଆଉ ହସ୍ତା ମାନେ ହାତ ତ ତମେ ଜାଣିଥିବ ପିଲେ ସାଧାରଣତଃ ନଦୀର ପିଲେ ଯୋଉ ହାତ ସାଙ୍ଗରେ କାହାକୁ ତୁଳନା କରାଯାଏ ତାର ତରଙ୍ଗକୁ ତୁଳନା କରାଯାଏ ପିଲେ ମାନେ ଯୋଉମାନେ ପିଲେ ମଙ୍ଗଳେ ଅଇଲା ଉଷା ପଡିଥିବ ସେଥିରେ ସେ କହିଥିବ ନା କି ତରଙ୍ଗ କରେ ମାନେ ଆଲଙ୍ଗିଲା ସୀତା ସତୀ ଏମିତି କଣ ଅଛି ପିଲେ ସେଥିରେ ଗୋଟେ ହେଲା ତ ସାଧାରଣତଃ ପିଲେ ନଦୀର ପିଲେ ତରଙ୍ଗକୁ ବା ନଦୀର ପିଲେ ଢେଉକୁ ତାର ହାତ ସାଙ୍ଗରେ ତୁଳନା କରାଯାଇଥାଏ ତ ଲାଗୁଛି ସତେ ଯେମିତି ଗଙ୍ଗା ନଦୀର ପିଲେ ଯୋଉ ଢେଉ ରୂପକ ହାତ ଶିବଙ୍କ ମସ୍ତକର ଚନ୍ଦ୍ର ସାଙ୍ଗରେ ଯୋଡି ହେଇଛି ଆଉ ବାରମ୍ବାର ନିଜର ଫେଣ ଦ୍ଵାରା ଦାନ୍ତ ଦେଖେଇ ଦେଖେଇ ସେ ଶିବଙ୍କର କେଶ ଗ୍ରହଣ କରୁଛନ୍ତି ବା ଶିବଙ୍କର କେଶକୁ ବାରମ୍ବାର ଧରୁଛନ୍ତି ଯାହା ଫଳରେ ପିଲେ ପାର୍ବତୀଙ୍କ ମୁଖରେ ପିଲେ କଣ ସୃଷ୍ଟି ହଉଛି ଭ୍ରୁକୁଟି ସୃଷ୍ଟି ହଉଛି କ୍ରୋଧ ଭାବ ପିଲେ ସୃଷ୍ଟି ହଉଛି ଠିକ ଅଛି ତାହେଲେ ମୋଟାମୋଟି ପିଲେ କଣ ହେଲା ପିଲେ ତାହେଲେ ୟା ପିଲେ ହେଇଯିବ ଆମର କର୍ତ୍ତରୀ ପ୍ରଥମ ଆଉ ପିଲେ ଇନ୍ଦୁ ଲଗ୍ନୋର୍ମି ହସ୍ତା ଇଏ ବି ପିଲେ କର୍ତ୍ତରୀ ପ୍ରଥମ ଆଉ ବିହସ୍ୟ ତ ପିଲେ ଜାଣିକିରି ଅବୟ ପଦ ପିଲେ ବି ଉପସର୍ଗ ହସ୍ ଧାତୁ ପିଲେ କୋଉ ପ୍ରତ୍ୟୟ ଲେପ ପ୍ରତ୍ୟୟ ଆଉ ଫେନେଇ ହିଁ ତ ଫେନେଇ ହିଁ ପିଲେ ଏଠି ହଉଛି କରଣେ ତୃତୀୟା କରିବ ହେଲା सर फने माने कଣ सर
फेण फेण नदी रे सब फेण बाहर नहीं ठीक अच्छे आउ संभोह मान संभव पिले हूँ शेष षष्ठी आउ केश ग्रहणम ये हूँ पिले कर्मणि द्वितीय बस ये तो पिले कौन अच्छे ताउथर श्लोक अर्थ पिले कही दଉଛି मु कहूँ कनक सॉरी तस्मात् माने गंगा तापर हाँ सर बी हस लिखले सेटा सर कौन सेटा जे बिहस्यर प्रकृति प्रत्यय ठीक अच्छे बी हस प्लस ल्यप हूँ बिहस्य है ताले पिले सरस्वती नदीर परे परे तुमे कनखल पाखक जीव आउ सेठी ना जह्नोह कन्या माने जाह्नवी गंगा सेठी बही जाउछंती तो तांकु देखिबो तांको पाखरे जाके पहुंचीबो जो गंगा नदी पर्वतराज हिमालय रू पिले अवतरित होइचंती आ जो गंगा नदी सगर राजांकर पुओ मानकर स्वर्ग पई सीढ़ी भलिया काम करिथिले से भलिया गंगा नदी जो गंगा नदी पार्वती मुखरे क्रोध भाव सृष्टि करुछंती से भलिया गंगा नदी आउ जीए निजर फेण द्वारा सतेवा हसिला परिका शिवंकर केश को बारंबार ग्रहण करुछंती आउ जो गंगा नदीर पिले तरंग रूपक हाथ शिवंक मस्तक लगिथिबा चंद्र को सांगरे पिले कौन हेकरि अछि जोड़ी हेकरि अछि तो से भलिया गंगा नदी को तुमे देखिबो बा से भलिया गंगा नदी पाख को तुमे जीव हला पिले ସାର୍ ସେଇ ଇନ୍ଦୁ ଲଗ୍ନୋର୍ମି ହସ୍ତା ସେଟା ପ୍ରଥମ ହବ हाँ इंदु लग्न भी हस्ता प्रथम अच्छी है ତାପରେ ଯେ ସତୀ ଦେଇଛି ମାନେ ଇନ୍ଦୁ ଲଗ୍ନୋର୍ମି ହସ୍ତା ସତୀ ତାପରେ ଏମିତି ଦେଇଛି ଅର୍ଥ କରିବା ଟାଇମ୍ हाँ है ना कि इंदु लग्न भी हस्ता सती सती एटी प्रथम कराई ठीक अच्छे तो କିଛି भूल तो नहीं ठीक ही अच्छी से सती देख दीर्घकार देती हर्षे दिन थी ଦୀର୍ଘ ହେଇ ଦେଇଛି हाँ दीर्घ देती मैंने प्रथम आई ना नहीं आज सप्तम होता से कौन होता हर्षे ही था ना बुझ पाइल ଆଜ୍ଞା ସାର୍ तो इंदु लग्न भी हस्ता माने यार माने होची कि गंगा नदी किपरि ना गंगा नदी निजर तरंग रूपक हाथ रे शिवंकर चंद्रंक संगे जोड़ी हेकिरी एटा सतीर मान होची हेकिरी बुझिबो ଆଜ୍ଞା ସାର୍ हाँ हेकिरी शिवंकर केश को बारंबार ग्रहण करुची ए भलिया अर्थ हौ आ बाकी पिला हम काली की देखिबा 55 रो ठीक अछि चलो आउ दीटा तीनटा क्लास रे पिले सरी जिबा हमर आउ किछि मेघ तो पूरा हे जिवो तापर हम फोन टिके नबो पिले देखिबा से जो पेडागोजी पार्ट पिले संस्कृत रो हला ପ୍ରଣାମ ସାର୍ हाँ पिले